ପ୍ରକୃତ ଶିକ୍ଷକ। ଗତ ବର୍ଷ ଏପ୍ରିଲ ମାସର କଥା। ସାରା ଦେଶରେ ଇଲେକ୍ସନର ସରଗରମ ବାତାବରଣ। ବୈଶାଖ ମାସର ଝାଞ୍ଜିଠାରୁ ଅଧିକ ଉତ୍ତପ୍ତ ହୋଇ ବହୁଥାଏ ଭୋଟର ଝାଞ୍ଜି। ଯେଉଁଠି ଦେଖ କେବଳ ସେହି ଆଲୋଚନା। ଦଳ ପାଇଁ ଭାଇ ଭାଇ ଭିତରେ କେଉଁଠି ଝଗଡ଼ା ତ କେଉଁଠି ସାଙ୍ଗ ସାଙ୍ଗ ଭିତରେ ଅପଡ଼। କେଉଁଠି ଟିକେ ଶାନ୍ତିରେ ବସିବାକୁ ଦେଉନଥାନ୍ତି ଏ ପରଭୋଜି ସ୍ୱାର୍ଥନ୍ୱେଷୀ ଲୋକମାନେ। ସନ୍ଧ୍ୟା 5ଟା ବାଜି ସାରିଥାଏ। ଖରା ନରମ ପଡ଼ି ଆସୁଥାଏ। ବାହାରେ ଟିକେ ବୁଲି ଆସିବେ ବୋଲି ବାହାରିଗଲେ ହରିସାର୍। କୋଉଠି ତ ବସିବା ଆଜିକାଲି ସମ୍ଭବ ନୁହେଁ। ଯୁଆଡ଼େ ଯାଅ ସେହି ବିରକ୍ତକର ରାଜନୀତି ଆଲୋଚନା। ସାର୍ ଆଗକୁ ଆଗକୁ ମାଡ଼ି ଚାଲିଥାନ୍ତି। ପଛରୁ କିଏ ଜଣେ ଡାକିଲା, ସାର୍ ଆପଣ ଏ ସମୟରେ ଏଠି? ଅଟକିଗଲେ ସାର୍। ସୁଟ୍ ବୁଟ୍ ପିନ୍ଧା ଯୁବକ ଜଣଙ୍କ ପାଖକୁ ଆସି ସାର୍ଙ୍କ ପାଦ ଛୁଇଁ ପ୍ରଣାମ କଲେ। କହିଲେ କି, ମୋତେ ଚିହ୍ନି ପାରୁଛନ୍ତି ସାର୍? ସାର୍ ସେମିତି ଯୁବକଙ୍କ ମୁହଁକୁ ଚାହିଁ କହିଲେ, ନା ବାବା, ମୁଁ ଜାଣିପାରୁନି। ଏବେ ମୁଁ ଠିକ୍ସେ ମନେ ରଖିପାରୁନି। କିଏ ତୁମେ? ପରିଚୟ ଦିଅ। ଯୁବକ ଜଣକ କହିଲେ, ସାର୍ ମୁଁ ବହୁ ବର୍ଷ ପୂର୍ବେ ଆପଣଙ୍କର ଛାତ୍ର ଥିଲି। ମୋ ନାଁ ରାଜେଶ। ଆମ ଘର ପଟଣା। ଆପଣ ମୋତେ ରାଜୁ ବଗୁଲିଆ ଡାକନ୍ତି। ମୋ ବାପା ଅଶୋକ ସାହୁ ଆପଣଙ୍କ ସ୍କୁଲର ପ୍ରେସିଡେଣ୍ଟ ଥିଲେ। ଏଥର ସାର୍ଙ୍କର ମନେ ପଡ଼ିଗଲା। ଆରେ ହଁ ହଁ, ରାଜୁ, ତୁମେ ସେହି ନାଁକୁ ଆଜି ଯାଇ ମନେ ରଖିଛ? ସତରେ ତୁମେ ଗୋଟେ ଭାରି ବଗୁଲିଆ। ସାର୍ଙ୍କ ଏହି କେଇପଦ କଥା ଯେମିତି ଲାଗୁଥାଏ ପୁଣି ସେହି ଅତୀତକୁ ଫେରିଯିବାକୁ। ସାର୍ ପଚାରିଲେ, ହଉ ରାଜୁ, ତୁମେ ଏବେ କ'ଣ କରୁଛ? ଚାକିରି ବାକିରି କରିଛ ନା ଆଉ କିଛି? ଯୁବକ ଜଣକ କହିଲେ, ସାର୍ ଖାଲି ରାଜୁ ନୁହେଁ, ସେହି ରାଜୁ ବଗୁଲିଆ ଡାକନ୍ତୁ ନା। ସ୍କୁଲ ଛାଡ଼ିବା ପରଠାରୁ ସେ ଡାକ ମୋତେ କେହି ଡାକି ନାହାନ୍ତି। ସାର୍ ରାଜୁର କଥା ଶୁଣି ହସି ହସି କହିଲେ, ହେଲା ହେଲା ବାବା, ରାଜୁ ବଗୁଲିଆ, ଏବେ କୁହ ତୁମେ କ'ଣ କରୁଛ? ଆଉ ବାପା କେମିତି ଅଛନ୍ତି? ରାଜୁ କହିଲେ, ବାପା ଭଲ ଅଛନ୍ତି। ଆଉ ମୁଁ ଏବେ ଜଣେ ଶିକ୍ଷକ ହୋଇଯାଇଛି ସାର୍। ଆଉ ମନ ଭିତରେ ସବୁବେଳେ ସେହି ଗୋଟେ ଚିନ୍ତା ମୋର, ମୁଁ କିପରି ଆପଣଙ୍କ ଭଳି ଜଣେ ଆଦର୍ଶ ଶିକ୍ଷକ ହେବି। ଆଉ ଶିକ୍ଷକ ହେବାରେ ଆପଣଙ୍କ ଶିକ୍ଷା ମୋତେ ଅନୁପ୍ରାଣିତ କରିଛି। ସେଦିନ ମୋତେ ଆପଣ ଶିଖାଇଥିଲେ ଯେ ପ୍ରକୃତ ଶିକ୍ଷକ କ'ଣ। ରାଜୁଙ୍କ କଥା ଶୁଣି ସାର୍ଙ୍କ ଆଖି ଉଜ୍ଜ୍ୱଳ ହୋଇଉଠିଲା। କେଉଁଦିନ କଥା କହୁଛ ବାବା? ମୋର ତ ସେମିତି କିଛି ମନେ ନାହିଁ। ରାଜୁ ଆରମ୍ଭ କଲେ, ଗୋଟେ ଦିନ ଆମ କ୍ଲାସରେ ପଢ଼ୁଥିବା ଅଲେଖ ଗୋଟେ ନୂଆ ଘଣ୍ଟା ପିନ୍ଧି ସ୍କୁଲ ଆସିଥିଲା। ଆମ ଆଗରେ ଦେଖେଇ ହେଉଥିଲା। ନୂଆ ଚକଚକିଆ ଘଣ୍ଟା ଦେଖି ମୋର ଲୋଭ ହେଲା। ସେ ଖେଳ ଛୁଟିରେ ତା ବ୍ୟାଗରେ ରଖିବାର ମୁଁ ଦେଖିଥିଲି। ସେ ଖାଇବା ପାଇଁ ଗଲା ପରେ ମୁଁ ତାକୁ ଲୁଚାଇ ଆଣି ମୋ ପକେଟରେ ରଖିଦେଲି। ସେ ଖାଇସାରି ଆସି ତା ବ୍ୟାଗ ଖୋଜି ଘଣ୍ଟା ନ ପାଇବାରୁ ଆପଣଙ୍କୁ କହିଲା। ଆପଣ ସମସ୍ତଙ୍କୁ କହିଲେ, ଯିଏ ନେଇଛ ତାକୁ ଦେଇଦିଅ। ହେଲେ ମୁଁ ଅନ୍ୟ ପିଲାଙ୍କ ପରି ମନା କଲି କି ମୁଁ ନେଇନି। ଆପଣ ଆମମାନଙ୍କ ଉପରେ ବିରକ୍ତ ମଧ୍ୟ ହେଲେ। ତଥାପି ମୁଁ ନେଇଛି ବୋଲି ମାନିଲିନି। ତାପରେ ଆପଣ କହିଲେ କି, ଦେଖ ପିଲେ, ଭଲରେ ମାନିଲନି। ଯିଏ ତ ହେଲେ ନେଇଛ, ଏଥର ଜଣ ଜଣ କରି ପକେଟ ଚେକ୍ କରିବି। ଆଉ ଯାହା ପକେଟରୁ ବାହାରିବ ତାକୁ ଦଣ୍ଡ ଦିଆଯିବ। ତଥାପି ମୁଁ ଚୁପ୍ ରହିଲି। ଇଆଡ଼େ ଧରା ପଡ଼ିଯିବାର ଭୟ, ସେପଟେ ଘଣ୍ଟାର ଲୋଭ। କାହାଠାରୁ କିଛି ଉତ୍ତର ନ ପାଇବାରୁ ଆପଣ କହିଲେ କି, ସମସ୍ତେ ଆଖିରେ ରୁମାଲ ବାନ୍ଧ, ମୁଁ ଜଣ ଜଣ କରି ଚେକ୍ କରିବି। ଆମେ ସମସ୍ତେ ରୁମାଲ ବାନ୍ଧି ଆଖି ବନ୍ଦ କଲୁ। ଆପଣ ପକେଟ ଚେକ୍ କଲେ। ଯେତେବେଳେ ଆପଣ ମୋ ପକେଟ ଦେଖିଲେ, ଘଣ୍ଟାଟା ପାଇଗଲେ। କିନ୍ତୁ ଆପଣ ପାଇସାରିବା ପରେ ବି ଚେକ୍ କରିବା ଜାରି ରଖିଲେ। ସେତେବେଳେ ମୁଁ ବୁଝିପାରୁନଥାଏ, ଆପଣ ପାଇଲା ପରେ ବି କ'ଣ ପାଇଁକି ଖୋଜୁଥାନ୍ତି। ସମସ୍ତଙ୍କୁ ଚେକ୍ କରିସାରିବା ପରେ ଘଣ୍ଟା ପାଇସାରିଛନ୍ତି ବୋଲି କହିଲେ। ଅନେକ ପିଲା ଆପଣଙ୍କୁ ପଚାରିଲେ କି, କାହା ପାଖରୁ ମିଳିଲା, କିଏ ନେଇଥିଲା ବୋଲି। ହେଲେ କାହାକୁ କହିଲେନି କି ମୁଁ ଚୋରି କରିଥିଲି। ମୁଁ ସେହି ଚୋର ବୋଲି ଆପଣ ପିଲାଙ୍କ ଆଗରେ ନା କହିଲେ, ନା ମୋତେ ଦଣ୍ଡ ଦେଲେ। ମୋତେ ବି ଏକୁଟିଆ ଡାକିକି କିଛି କହିନଥିଲେ। ମୋର ଆତ୍ମସମ୍ମାନକୁ ବଞ୍ଚାଇ ରଖିଥିଲେ। ମୁଁ ସେହିଦିନ ଠାରୁ ସ୍ଥିର କରିଥିଲି କି ମୁଁ ମଧ୍ୟ ଆପଣଙ୍କ ପରି ଜଣେ ଶିକ୍ଷକ ହେବି। ରାଜୁଙ୍କ ଆଖିରେ କୃତଜ୍ଞତାର ଲୁହ ଥିଲା। ସାର୍, ଆପଣଙ୍କର ସେହି କଥା ମନେ ଅଛି ତ? ଏକଥା ଶୁଣି ହରିସାର୍ କିଛି ସମୟ ନୀରବ ରହି କେବଳ ଛୋଟିଆ ହସଟିଏ ହସିଦେଇ ଧୀର ସ୍ୱରରେ କହିଲେ, ହଁ ବାବା, ମୁଁ ମନେ ରଖିଛି। ଯେ ଜଣେ ଛାତ୍ରର ଘଣ୍ଟା ହଜି ଯାଇଥିଲା, ମୁଁ ତାକୁ ପାଇଥିଲି। ହେଲେ ତୁମଠାରୁ ପାଇଥିଲି ବୋଲି ମୋତେ ଜଣାନଥିଲା। ଏକଥା ଶୁଣି
ରାଜୁ ଚମକି ପଡ଼ି ସାର୍ଙ୍କୁ ପଚାରିଲେ, ସାର୍, ଆପଣ ନିଜେ ତ ମୋ ପକେଟରୁ ବାହାର କରିଥିଲେ। ହଁ ଯେ ବାବା, ତୁମେ ଯାହା କହିଲ ସବୁ ଠିକ୍, ହେଲେ ତୁମମାନଙ୍କର ମୋ ଆଖି ବନ୍ଦ କରିବା ସହିତ ମୁଁ ନିଜର ବି ଆଖି ବନ୍ଦ କରି ତୁମମାନଙ୍କ ପକେଟ ଚେକ୍ କରୁଥିଲି। ମୁଁ ଚାହୁଁନଥିଲି ଯିଏ ଚୋରି କରିଛି ସେ ମୋ ଆଗରେ ଧରାପଡ଼ୁ, ମୋ ଦୃଷ୍ଟିରେ ଛୋଟ ହୋଇଯାଉ। ଏହା ହେଉଛି ଜଣେ ପ୍ରକୃତ ଶିକ୍ଷକର ପରିଭାଷା, ଯିଏ ସଂଶୋଧନ କରନ୍ତି କିନ୍ତୁ ଅପମାନ କରନ୍ତି ନାହିଁ, ଯିଏ ଦିଗ୍ଦର୍ଶନ ଦିଅନ୍ତି ହେଲେ ଆଙ୍ଗୁଠି ଦେଖାନ୍ତି ନାହିଁ, ଯିଏ ଜ୍ଞାନ ପ୍ରଦାନ କରନ୍ତି ହେଲେ ଆତ୍ମସମ୍ମାନ ହରଣ କରନ୍ତି ନାହିଁ। ଜଣେ ପ୍ରକୃତ ଶିକ୍ଷକ କେବଳ ଶିକ୍ଷାଦାନକାରୀ ନୁହନ୍ତି, ବରଂ ଯିଏ ଚରିତ୍ର ଗଠନ କରନ୍ତି, ଆତ୍ମାକୁ ସ୍ପର୍ଶ କରନ୍ତି ଏବଂ କିଛି ନ କହି ଜୀବନ ପରିବର୍ତ୍ତନ କରନ୍ତି।